ଆଜି ଦେଶ ଭୋଗୁଛି କେବଳ ଗାନ୍ଧୀଙ୍କ ଭୋଟ ପାଇଁ। ପାକିସ୍ତାନ ଜିନ୍ଦାବାଦ ନାରା ଲାଗିଥିଲା। ତ ସେ ଚାରା ତ ଭାରତୀୟ ସମ୍ବିଧାନ ହିସାବରେ ଆପଣ ରହିବାକୁ ପଡିବ। ରୁଦ୍ର ଅବତାର ନେବେ, ଆଉ ଯେତେବେଳେ ରୁଦ୍ର ଅବତାର ନେବେ ସେମାନେ ସମ୍ଭାଳି ପାରିବେ। କଟକ ଭାଇଚାରାର ସହର, କିନ୍ତୁ କଟକରେ ନିଆଁ ଜଳୁଛି। କଟକବାସୀ ମାନେ ଘରୁ ବାହାରି ପାରୁନାହାନ୍ତି। କିଛି ଲୋକ କହୁଛନ୍ତି ବିଜେପିର ବିଫଳତା, କିଛି ଲୋକ କହୁଛନ୍ତି ଏଇଟା ଗୋଟେ ଷଡ଼ଯନ୍ତ୍ର, କିଛି ଲୋକ କହୁଛନ୍ତି ୟା ପଛରେ କିଛି ଏମିତି ବଡ଼ ଲୋକମାନଙ୍କର ହାତ ରହିଛି ଯେଉଁମାନଙ୍କ ପାଖରେ ପହଞ୍ଚିବା ଅସମ୍ଭବ। ତେବେ ମୋ କହିବା କଥା, ଶାନ୍ତି କମିଟି କି କାହିଁକି କରାଗଲା ନାହିଁ, ଏବଂ ସେଠି ଯେତେବେଳେ ପୋଲିସ ଥିଲା ପୋଲିସର ସାହାଯ୍ୟ କାହିଁ ନେଲେ ନାହିଁ, ଏବଂ କାହିଁକି ଦଙ୍ଗା ବଢ଼ିଲା? ବଜରଙ୍ଗୀ ଦଳ କାହିଁକି ତା ପରଦିନ ହାତରେ ଖଣ୍ଡା ଧରି ଯାଇକି ଆନ୍ଦୋଳନକୁ ଓହ୍ଲେଇଲେ ଏବଂ ଏ ଯେଉଁ ଭାଇଚାରାର ସହରକୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରିବା ପାଇଁ ଚେଷ୍ଟା କଲେ? ପୋଲିସ ତାର କାର୍ଯ୍ୟ କରିଥାନ୍ତା, ଫୋର୍ସ ଅଛି ତାର କାର୍ଯ୍ୟ କରିଥାନ୍ତା, ଇଣ୍ଟେଲିଜେନ୍ସ ବ୍ୟୁରୋ ଅଛି ତାର କାର୍ଯ୍ୟ ସେମାନେ କରିଥାନ୍ତା। ତେବେ ପ୍ରଶ୍ନ ଉଠୁଛି ୟାକୁ ନେଇ ରାଜନୀତିକରଣ କାହିଁକି କରାଯାଉଛି? ତେବେ ଏନେଇ ଆମେ ସିଧା ଯିବା ବର୍ତ୍ତମାନ ବିଜେପିର ଜଣେ ସଦସ୍ୟ ଆମ ସହିତ ଅଛନ୍ତି, ସୁଶାନ୍ତ ଭାଇ, ତାଙ୍କ ପାଖରୁ ସିଧା ପ୍ରତିକ୍ରିୟା ନେବା। ଭାଇ, ଆମ ଚ୍ୟାନେଲକୁ ଆପଣଙ୍କୁ ସ୍ୱାଗତମ। କ'ଣ କହିବେ, ଏଇଟା ଆପଣଙ୍କୁ କ'ଣ ଲାଗୁଛି? ଏଇଟା ଗୋଟେ ଷଡ଼ଯନ୍ତ୍ର ନା ଗୋଟେ ପ୍ରକାର ଦଙ୍ଗା? ଶୁଣନ୍ତୁ, ଦଙ୍ଗା କହିବାଟା ସମ୍ପୂର୍ଣ୍ଣ ଠିକ ହେବ। ଏଇଟା ଗୋଟେ ଷଡ଼ଯନ୍ତ୍ର। କ'ଣ ପାଇଁ ନା ବିଭିନ୍ନ ସମୟରେ ଆପଣମାନେ ଦେଖିବେ ଯେଉଁମାନେ ଯେଉଁ ମୁସଲମାନ ଭାଇ ହୁଅନ୍ତୁ ବା ସଂଖ୍ୟାଲଘୁ ସମ୍ପ୍ରଦାୟ ହୁଅନ୍ତୁ, ସେମାନେ ତାଙ୍କର ଆଜାନ ପଡ଼ିଲା ବେଳେ ତ ଏତେ ଜୋରେ ଚିଲଉଛନ୍ତି, ଆମେ ହିନ୍ଦୁମାନେ କ'ଣ ପ୍ରତିକ୍ରିୟା ଦେଇନଥାଉ? ତ ଯଦି ଆମେ ଜୟ ଶ୍ରୀରାମ ନାରା ଦେଇକି ଯାଉଛୁ, ତାଙ୍କର ଅସୁବିଧା କୋଉଠି ରହିଲା? ଦ୍ୱିତୀୟ କଥା ହେଲା, ଯୋଉ ଆପଣ କହୁଛନ୍ତି ଗୋଟେ ପ୍ରାୟୋଜିତ ବୋଲି, ପ୍ରାୟୋଜିତ ନିଶ୍ଚୟ। କାରଣ ବହୁତ ବାହାରେ ଶକ୍ତି ଏମିତି ଅଛନ୍ତି ଯେଉଁମାନେ କି ଚାହୁଁନାହାନ୍ତି ଯେ ଯେଉଁମାନେ ମୋଦିଙ୍କ ଶାସନ ଏବଂ ଓଡ଼ିଶାରେ ବିଜେପି ଶାସନ ସେମାନେ ଗୋଟେ ଭଲ ଦୃଶ୍ୟ ଦେଖିପାରୁନାହାନ୍ତି। ସେମାନେ ଚାହୁଁଛନ୍ତି କିଛି ଏମିତି କିଛି ଆକାର ରୂପରେଖ ଦେବେ ଯୋଉଥିରେ ସରକାର ବଦନାମ ହେବେ, କିନ୍ତୁ ସେମାନେ ଭୁଲିଯିବା ଉଚିତ ନୁହେଁ। ଯେମିତି ଉତ୍ତରପ୍ରଦେଶରେ ଯୋଗୀ ବାବାଙ୍କର ବୁଲଡୋଜର, ଏଠି ଓଡ଼ିଶାରେ ସେମିତି ମୋହନ ଭାଇ ଶାନ୍ତ ସରଳ ଦେଖାଯାଉଛନ୍ତି ସତ, କିନ୍ତୁ ମୋହନ ଭାଇ ରାଗିଲେ ହଉଛି ରୁଦ୍ର ଅବତାର ନେବେ। ଆଉ ଯେତେବେଳେ ରୁଦ୍ର ଅବତାର ନେବେ ସେମାନେ ସମ୍ଭାଳି ପାରିବେ ତ? ସଫିଆ ଫିରଦୌସି ଆଜି ପର୍ଯ୍ୟନ୍ତ ବର୍ତ୍ତମାନ ଦେଖାଯାଉଥିଲା, ସେ ଯୋଉମାନେ ମାନେ ଖଣ୍ଡିଆ ଖାବଡ଼ା ଦେଖନ୍ତୁ, ଆପଣ ଯୋଉ ସଫିଆ ଫିରଦୌସି ମାନ୍ୟବର ବିଧାୟିକାଙ୍କ ବିଷୟରେ କହିଲେ, ମୁଁ ଗୋଟେ କଥା କହିବି। ମାନ୍ୟବର ବିଧାୟିକା ପ୍ରଥମେ ଇଲେକ୍ସନ ଜିତିଥିଲେ, ପାକିସ୍ତାନ ଜିନ୍ଦାବାଦ ନାରା ଲାଗିଥିଲା। ତ ସେଠୁ ସାଧାରଣ ଲୋକ ବୁଝିଯିବା ଦରକାର ଯେ କଟକ ଭାଇଚାରା ସହର ଥିଲା। ଏବେ ହିନ୍ଦୁମାନେ ଭାଇ ନୁହନ୍ତି, ହିନ୍ଦୁମାନେ ହେଉଛନ୍ତି ଚାରା, ଆଉ ଭାଇ କୋଉମାନେ ଆପଣ ଅନୁଭବ କରିପାରୁଛନ୍ତି। ଯୋଉ ଭାଇଚାରା ବୋଲି ଆମେ ଡିଣ୍ଡିମ ପିଟୁଛେ, ସେଟା ଆଉ ସମ୍ପୂର୍ଣ୍ଣ 100ରୁ 100 ଠିକ ନାହିଁ। ଆମେ ଚାରା ହେବା ପାଇଁ ବର୍ତ୍ତମାନ ଯାଉଛେ, ଭାଇ ହେବା ଲୋକ ଅଲଗା ଅଛନ୍ତି। ଯଦି ଗୋଟେ ବିଧାୟକ, ଜଣେ ବିଧାୟିକା କଟକ ଓଡ଼ିଶାରେ ଯାଉଛି, ଓଡ଼ିଶା ଭାରତରେ ଯାଉଛି, ଭାରତ ବର୍ଷରେ ଗୋଟେ ସାଧାରଣ ବିଧାୟକ ଯେତେବେଳେ ଜିତିଲେ, ସେତେବେଳେ ପାକିସ୍ତାନ ଜିନ୍ଦାବାଦ କୁହାଯାଉଛି। ତ ବୁଝିବା ଦରକାର ଏଥିରେ କିଛି ଭିତରି ରହସ୍ୟ ନାହିଁ ତ? ଆଉ ଦ୍ୱିତୀୟ କଥା ହେଲା ଶାନ୍ତି କମିଟି। ଶାନ୍ତି କମିଟି ନ କରିବାର ଉଦ୍ଦେଶ୍ୟ ତାଙ୍କର କିଛି ମନ୍ଦ ଥାଇପାରେ। ଯଦି ମନ୍ଦ ନାହିଁ ତ ପ୍ରତିବର୍ଷ ଶାନ୍ତି କମିଟି ହଉଥିଲା, ଏବଂ ଶାନ୍ତି କମିଟି ନହେଲା କାହିଁକି? ଯଦି ତମେ ଏତେ ପାରିବା ଲୋକ, ବିଧାୟିକା ମହାଶୟା ଏତେ ପାରିବା ଲୋକ, ତାହେଲେ ଏତେ ପର୍ଯ୍ୟନ୍ତ କଥା ଗଲା କ'ଣ ପାଇଁ? ଆଉ ଯୋଉମାନେ ଆକ୍ରୋଶମୂଳକ ଗଣ୍ଡଗୋଳ କଲେ, ଯଦି ପ୍ରକୃତରେ ଆମ ବିଧାୟିକା ଏତେ ପାରିବାର, ତାହେଲେ ସେମାନେ ତାଙ୍କ ସମ୍ପ୍ରଦାୟର ଯୋଉ ଲୋକମାନେ ଗଣ୍ଡଗୋଳ କଲେ, ସେ କ'ଣ ପ୍ରଥମରୁ ଜାଣିନଥିଲେ ବା ସେମାନେ ଅଟକେଇ ପାରିନଥିଲେ ଥାନ୍ତେ? ସେମାନେ ହାୱା ଦେଲେ, ଗଣ୍ଡଗୋଳଟାକୁ ବଢେଇଲେ। ତାପରେ କ'ଣ ହେଲା ନା ଆମେ ଯୋଉ ଦୋଷ ଦଉଛେ ବର୍ତ୍ତମାନ ବଜରଙ୍ଗୀ ଦଳକୁ ବୋଲି, ଆପଣ କେମିତି କହିବେ ବଜରଙ୍ଗୀ ଦଳ ଖଣ୍ଡା ଧରିଥିଲା ବୋଲି? ଯୋଉମାନେ ଯେମିତି ଆମର ମୁମ୍ବାଇରେ କସାବ ଯେତେବେଳେ ଆରେଷ୍ଟ ହୋଇଥିଲା, କଂଗ୍ରେସ ତା ହାତରେ ଗୋଟେ ନାଲିଆ ଫିତା ବାନ୍ଧିଥିଲା। ତାର ଉଦ୍ଦେଶ୍ୟ ଥିଲା ଯେ ନାଲି ଫିତା ଦ୍ୱାରା ହିନ୍ଦୁମାନଙ୍କୁ ବଦନାମ କରିବେ, ହିନ୍ଦୁମାନଙ୍କୁ ଆତଙ୍କବାଦୀର ଆଖ୍ୟା ଦେବା ପାଇଁ ତାଙ୍କୁ ଗୋଟେ ଷଡ଼ଯନ୍ତ୍ର କରାଯାଇଥିଲା। ସେଟା ପର୍ଦ୍ଦାଫାଶ ହୋଇଥିଲା। ତ ସେମିତି ଇଏ ମୁଣ୍ଡରେ ନାଲିଆ ବାନ୍ଧିକି ଖଣ୍ଡା ଧରିବା, ଇଏ ତ ହୁଏତ ହିନ୍ଦୁ ସଂଗଠନ ନାଁରେ ଅଲଗା କୌଣସି ସଂଗଠନର ଚକ୍ରାନ୍ତ ହୋଇଥାଇପାରେ। ଆମେ କେମିତି ଦୋଷ ଦେବା ଯେ ହିନ୍ଦୁ ସଂଗଠନ ବା ବଜରଙ୍ଗୀ ସଂଗଠନ ଏମିତି କରିଛି ବୋଲି? ହିନ୍ଦୁ କେବେ ଆତଙ୍କବାଦୀ ନୁହଁ, ହିନ୍ଦୁ କେବେ ହିଂସାରେ ବିଶ୍ୱାସ କରେ ନା। ହିନ୍ଦୁ ସବୁବେଳେ ସହିଥାଏ। ସେପାଇଁ ଅଲଗା ସବୁବେଳେ ହିନ୍ଦୁ ସବୁବେଳେ ଆତଙ୍କର ଶିକାର ହୁଏ, ହିନ୍ଦୁ କେବେ ଆତଙ୍କ କରେ ନାହିଁ। ଯୋଉମାନେ ପ୍ରଥମେ ମାରିଥିଲେ ସେମାନଙ୍କ ଉପରେ
ଆଇନ ତ ଆଇନ ତା ବାଟରେ କାମ କରିବ, ସରକାର ତୀକ୍ଷ୍ଣ ଦୃଷ୍ଟିରେ ଦେଖୁଛନ୍ତି। କିନ୍ତୁ ଗୋଟେ କଥା ମୁଁ କହିବାକୁ ଚାହୁଁଛି, ଭାରତ ହିନ୍ଦୁ ରାଷ୍ଟ୍ର କହିଲେ ଯେ କେବଳ ହିନ୍ଦୁମାନଙ୍କୁ ବୁଝାଏନି। ଆମେ ବହୁ ବର୍ଷରୁ ହଜାର ହଜାର ବର୍ଷରୁ ଆମେ ହିନ୍ଦୁ ସହିତ ମୁସଲମାନ, ଖ୍ରୀଷ୍ଟିଆନ, ବୌଦ୍ଧ, ଜୈନ ସମସ୍ତଙ୍କୁ ନେଇ ଭାରତ ବର୍ଷ। ତ ଏଠି ଆମେ କହୁନୁ ଯେ ଆମେ କେବଳ ହିନ୍ଦୁସ୍ତାନ ହିନ୍ଦୁ ମାନଙ୍କର ବୋଲି, କି ଆମେ ଏଠି କହୁନୁ ଯେ ତମେ ଯେମିତି ଅଲଗା ଅଲଗା ଦେଶ କହୁଛନ୍ତି ଯେ ଆମେ ଇସଲାମିକ କଣ୍ଟ୍ରି, ଖ୍ରୀଷ୍ଟିଆନ କଣ୍ଟ୍ରି, ତ ଆମର ଉଦାରତା ଦେଖନ୍ତୁ। ଆମେ କହୁନୁ ଯେ ହିନ୍ଦୁସ୍ତାନ ହିନ୍ଦୁ ମାନଙ୍କ ଦେଶ ବୋଲି, କିନ୍ତୁ ଗୋଟେ କଥା ମନେ ରଖିବାକୁ ପଡିବ, ଯଦି ହିନ୍ଦୁସ୍ତାନରେ ଆପଣ ରହିବାର ଅଛି, ତ ଯଦି ହିନ୍ଦୁସ୍ତାନର ଭାରତରେ ଆପଣ ଭାରତୀୟ ନାଗରିକ, ତ ଭାରତୀୟ ସମ୍ବିଧାନ ହିସାବରେ ଆପଣ ରହିବାକୁ ପଡିବ। ଆପଣ ଯୋଉ ବାହାରୀ ଶକ୍ତିକୁ ନେଇକି ଏତେ ଯୋଉ ହାଲ୍ଲା ମଚଉଛନ୍ତି ନା, ଏଇଟା ଏଇଟା ସମ୍ପୂର୍ଣ୍ଣ ଭାବରେ ଠିକ ନୁହେଁ। ରୁଦ୍ର ଅବତାର ଯେତେବେଳେ ଅନ୍ୟାୟ ବଢିଯାଏ, ଭଗବାନ ଶିବ ରୁଦ୍ର ଅବତାର ନେଇଥିଲେ, ସେମିତି ଅନ୍ୟାୟ ଅତିରିକ୍ତ ହେଲାଣି। ଆମେ ଏମିତି ମଧ୍ୟ 100ରୁ 100 ଏକମତ ହେଇପାରୁନୁ ଯେ ଏଥିରେ କାହିଁକି ନା ଯୋଉମାନେ ପ୍ରକୃତିରେ ଭାରତୀୟ ମୁସଲମାନ ବା ଭାରତକୁ ଭଲ ପାଆନ୍ତି, ସେମାନେ କେବେ ଦଙ୍ଗାରେ ବିଶ୍ୱାସ କରନ୍ତିନି। ଏଥିରେ ବିଦେଶୀ ତାକତର ହାତ ଅଛି, ଖାସ କରିକି ବାଂଲାଦେଶୀ ରୋହିଙ୍ଗ୍ୟାଙ୍କର ତାକତ ନିଶ୍ଚୟ ଅଛି। ଆମେ ଚାହୁଁଛୁ ବାଂଲାଦେଶୀ ରୋହିଙ୍ଗ୍ୟା ଯୋଉ ଇନ୍ଦିରା ଗାନ୍ଧୀ ସମୟରେ ଯୋଉ ସମସ୍ୟା, ଯେତେବେଳେ ବାଂଲାଦେଶ ଆଜାଦ ହୋଇଗଲା, ତ ଇନ୍ଦିରା ଗାନ୍ଧୀ କାହିଁକି ରିଫ୍ୟୁଜି ମାନଙ୍କୁ ଇଣ୍ଡିଆରେ ପ୍ରଶ୍ରୟ ଦଉଥିଲେ? ଏମାନେ କଂଗ୍ରେସ ତାର ଗୋଟେ ଭୋଟ ବ୍ୟାଙ୍କ ତିଆରି କରିଛି, ସମୟ ସମୟରେ ବିଭିନ୍ନ ରାଜନୈତିକ ଦଳକୁ ବଦନାମ କରି କେମିତି ନିଜେ ଭୋଟ ଅକ୍ତିଆର କରିବ, ଏ ହଉଛି କଂଗ୍ରେସର ଗୋଟେ ପ୍ରି ପ୍ଲାନ। ତାଙ୍କ ବାପା ତ କଂଗ୍ରେସର ଜଣେ ଲିଡର, ତାଙ୍କୁ ଆମେ ନିର୍ଦ୍ଦୋଷ କହିପାରିବାନି। କାରଣ ସେମାନେ କଂଗ୍ରେସର ପ୍ରପୋଗଣ୍ଡା ହେଲା, ଯେତେବେଳେ ସେମାନେ ଇଲେକ୍ସନରେ ପଛୁଆ ହେଇଯିବେ, ସେ କୌଣସି ନା କୌଣସି ଗୋଟେ ଦଙ୍ଗା ହଙ୍ଗାମା କରିବାର ଆରମ୍ଭ କରିଦେବେ। ତ ଏଥିରେ ମଧ୍ୟ ବାଂଲାଦେଶୀ ମାନଙ୍କୁ ଦୋଷମୁକ୍ତ କରାଯାଇ ପାରିବନି। ଆମେ ଚାହୁଁଛୁ, ମୁଁ ମଧ୍ୟ ଆପଣଙ୍କ ଚ୍ୟାନେଲ ମାଧ୍ୟମରେ ଓଡ଼ିଶା ସରକାରଙ୍କୁ ଏବଂ ଆମର ପ୍ରିୟ ମୋହନ ଭାଇଙ୍କୁ ଅନୁରୋଧ କରିବି, ଓଡ଼ିଶାରୁ ଯେକୌଣସି ସ୍ଥାନରେ, ଯେକୌଣସି କୋଣରେ ରୋହିଙ୍ଗ୍ୟା ବାଂଲାଦେଶୀ, ତାଙ୍କୁ ଗୋଟି ଗୋଟି କରି ଚିହ୍ନଟ କରାଯାଉ ଏବଂ ତାଙ୍କୁ ଡିପୋର୍ଟ କରାଯାଉ। ଖାଲି ଭୁବନେଶ୍ୱରରେ ନୁହଁ, ମାଲକାନଗିରିରେ MV1 ପାଖରୁ MV1000 ପର୍ଯ୍ୟନ୍ତ ରହିଛି, ଯୋଉଠି ହଜାର ହଜାର ବାଂଲାଦେଶୀ ଇନ୍ଦିରା ଗାନ୍ଧୀଙ୍କ ସମୟରେ ଆସି ବର୍ତ୍ତମାନ ସ୍ଥାପନ କରିଛନ୍ତି ଏବଂ ପ୍ରତି ବାଂଲାଦେଶୀ ମାନଙ୍କୁ 4 ଏକର ଜମି ଦିଆଯାଇଛି, ଯୋଉଠି ଆମେ ବସ୍ତି ଭୁବନେଶ୍ୱରରେ ମାତ୍ର ହାତେ ଜାଗା ମାଡ଼ି ବସିଲେ ଆମକୁ ଆସି BMC ଭାଙ୍ଗି ଦଉଛି। ସେଠି ତାଙ୍କୁ 4 ଏକର ଜମି, 2 ଏକର ଜମି ଘର ପାଇଁ ଦିଆଯାଇଛି, 2 ଏକର ଜମି ସେମାନେ ଚାଷବାସ କରିବା ପାଇଁ ଦିଆଯାଇଛି। ଏଇଟା କେତେ ଦୂର ଯୁକ୍ତିଯୁକ୍ତ? ଶୁଣନ୍ତୁ, ଯୁକ୍ତିଯୁକ୍ତ ତ ଆମ ଆଖିରେ ଅନ୍ଧ ପୁଟୁଳି ବନ୍ଧା ହେଇଥିଲା। କଂଗ୍ରେସ ପାଖାପାଖି 50ରୁ 60 ବର୍ଷ ଶାସନ କଲା। ସେ ସେକୁଲାର ପାଠ ପଢି ହିନ୍ଦୁ ମାନଙ୍କ ଆଖିରେ ଅନ୍ଧ ବଲ୍ଲଭ ଭାଇ ପଟେଲ 10ଟା ଭୋଟରୁ 8ଟା ଭୋଟ ପାଇଲେ ପାଇଁ, କିନ୍ତୁ ନେହେରୁ ପ୍ରଧାନମନ୍ତ୍ରୀ ହେଲେ କଣ ପାଇଁ? ଗାନ୍ଧୀଙ୍କ ପାଇଁ। ଆଜି ଦେଶ ଭୋଗୁଛି କେବଳ ଗାନ୍ଧୀଙ୍କ ଭୋଟ ପାଇଁ। କଣ ପାଇଁ? ଯଦି ପାକିସ୍ତାନ ଗୋଟେ ରାଷ୍ଟ୍ର, ତା ଧର୍ମ ହିସାବରେ ଗୋଟେ ରାଷ୍ଟ୍ର ହେଇଗଲା, ତାହେଲେ ହିନ୍ଦୁସ୍ତାନ କାହିଁ ହିନ୍ଦୁ ରାଷ୍ଟ୍ର ନ ହେଇଲା? ଯଦି ମୁସଲମାନ ହିସାବରେ ସେମାନେ ପାକିସ୍ତାନକୁ ଗ୍ରହଣ କଲେ, ତାହେଲେ ଏଠି ଆମର ଯୋଉ ଆମେ କହୁଛେ ସର୍ବଧର୍ମ, କଣ ଦରକାର ଥିଲା? ପ୍ରଥମ କଥା। ଦ୍ୱିତୀୟ କଥା, 20% ଲୋକଙ୍କ ପାଇଁ 80%କୁ ତଳିଚାଳନା କରିଛନ୍ତି ମହାତ୍ମା ଗାନ୍ଧୀ। 20% ଲୋକଙ୍କୁ ଭୁଲି ଯାଇ, 20% ଲୋକଙ୍କ ପାଇଁ ଭଲ କରିବା ପାଇଁ 80%କୁ ସମ୍ପୂର୍ଣ୍ଣ ଭାବରେ ଭୁଲି ଯାଇଥିଲେ ମହାତ୍ମା ଗାନ୍ଧୀ। ମହାତ୍ମା ଗାନ୍ଧୀ କି ଦେଶର ପିତା କହିବା ତ ସମ୍ପୂର୍ଣ୍ଣ ଠିକ ହବନି, ଦେଶ ପାଇଁ ପିତା କହିବା ହୁଏତ ଠିକ ହେଇପାରେ। ଏହା ଉଦ୍ଦେଶ୍ୟ ହଉଛି, ଦେଶ ପାଇଁ ପିତା ଅର୍ଥ ହଉଛି ମିଠାର ବିପରୀତ ଯୋଉ ପିତା। ତ ମୁଁ ନିଶ୍ଚୟ ଆଗ୍ରହ କରିବି, ଯୋଉ ରୋହିଙ୍ଗ୍ୟା, ଯୋଉ ବାଂଲାଦେଶୀ ବା ଯେଉଁ ବିଦେଶୀ ତାକତ ଲୁଚିକି ଅଛନ୍ତି ଭାରତରେ ବା ଓଡ଼ିଶାରେ ହଉ, ସେମାନଙ୍କୁ ଦୃଢ ହସ୍ତରେ ଦମନ କରିବା। ଆଉ ଦମନ କରିବାଟା ହିଁ ଦେଶର ପ୍ରଗତି ଏବଂ ଦେଶର ଶାନ୍ତି। ଆଉ ଶାନ୍ତି ମୈତ୍ରୀ ନିଶ୍ଚୟ ବଜାୟ ରହିବ। ଯୋଉ ପର୍ଯ୍ୟନ୍ତ ବିଦେଶୀ ମାନେ ଆମ ଦେଶରେ ଅସ୍ଥିରତା କରିବା ପାଇଁ ଚେଷ୍ଟା କରୁଛନ୍ତି, ଆମେ ଯଦି ଶାନ୍ତି ରକ୍ଷା କରିବାକୁ ଚାହିଁବା, ପ୍ରଥମେ ସେମାନଙ୍କୁ ଡିକୋଡ୍ କରିବାକୁ ପଡିବ, ସେମାନଙ୍କୁ ଦେଶରୁ ବିତାଡ଼ିତ କରିବାକୁ ପଡିବ। ଖାସ କରି ବାଂଲାଦେଶୀ ରୋହିଙ୍ଗ୍ୟା ମୁସଲମାନଙ୍କୁ ଆଗ ଚିହ୍ନଟ କରିବାକୁ ପଡିବ। ତାପରେ ସେମାନଙ୍କୁ ଯୋଉମାନେ ପୋଷୁଛନ୍ତି, ଆମ ଭାରତର କିଛି ଅଛନ୍ତି ଅଳ୍ପ ସଂଖ୍ୟକ, ଯୋଉମାନେ ପଇସା ଲୋଭରେ ବା ଅନ୍ୟ କୌଣସି ରାଜନୈତିକ ଉଦ୍ଦେଶ୍ୟ ରଖି ପାଳୁଛନ୍ତି,
सी तांको कथा तो परे बुझाଯିବ प्रथमे जो माने विदेशରୁ ଆସିଛନ୍ତି ଯୋଉମାନେ ଅନଅଥରାଇଜ ରହୁଛନ୍ତି ତାଙ୍କୁ ଗଳାରେ ଧକ୍କା ଦେଇ ବିଦା କରିବା ସମୟ ଆସିଛି। ଏଟା କେବଳ ସରକାରଙ୍କର ନୁହଁ ଆମ ସାଧାରଣ ଜନତାଙ୍କ ମଧ୍ୟ ଆମେ ସମସ୍ତେ ସଚେତନ ହବା। ଯଦି ଆମ ଆଖପାଖରେ କିଛି ସନ୍ଦେହଜନକ ଲୋକ କିଛି ସନ୍ଦେହଜନକ ବସ୍ତି ବାସିନ୍ଦା ଅଛନ୍ତି ଆମେ ନିଶ୍ଚୟ ପୋଲିସର ସହାୟତା ଆଇନର ସହାୟତା ନେବା ଏବଂ ସେମାନେ କେମିତି ଆମ ଦେଶରୁ ଆମ ରାଜ୍ୟରୁ ଏବଂ ଆମ ଜିଲ୍ଲାରୁ ଆମ ଗ୍ରାମରୁ ଆମ ସାହିରୁ ବିକୋଟ ହେବେ ସେ ବିଷୟରେ ମଧ୍ୟ ଆମକୁ ଚିନ୍ତା କରିବା ସମୟ ଆସିଯାଇଛି। କାରଣ ହିନ୍ଦୁ ଯୋଉଠି ରହିବ ସେଠି ଶାନ୍ତି ରହିବ। ହିନ୍ଦୁ ଅଛି ବୋଲି ହିନ୍ଦୁସ୍ତାନରେ ଶାନ୍ତି ଅଛି। ଏମାନେ ଆମ ଶାନ୍ତିକୁ ଆମ ଧୈର୍ଯ୍ୟକୁ ଦୁର୍ବଳ ହେବାଟା ଭୁଲ। ଆମେ ଯୋଉଦିନ ଶିବ ଯୋଉଦିନ ତାଣ୍ଡବ କରିଥିଲେ ସେଦିନ ପୃଥିବୀ ତଳ ରହିଥିଲା। ହିନ୍ଦୁ ଯୋଉଦିନ ତାଣ୍ଡବ କରିବ ସେଦିନ ମଧ୍ୟ ଏମାନଙ୍କର ଅସ୍ତିତ୍ୱ କିଛି ରହିବ ନାହିଁ। ଯଦି ଭାରତରେ ରହିବାର ଅଛି ତ ଭାରତୀୟ ସମ୍ବିଧାନ ହିସାବରେ ଆପଣମାନେ ରୁହନ୍ତୁ। ଆଉ ଯୋଉମାନେ ବିନା ଅଥରାଇଜେସନ ବିନା ଡକୁମେଣ୍ଟରେ ଅଛନ୍ତି ଯେତେ ଜଲ୍ଦି ପାରୁଛନ୍ତି ଦେଶ ଛାଡ଼ନ୍ତୁ ଯେତେ ଜଲ୍ଦି ପାରୁଛନ୍ତି ଓଡ଼ିଶା ଛାଡ଼ନ୍ତୁ। ନଚେତ ଏମିତି ସମୟ ଆସିବ ପଛପଟେ ନିଆଁ ହୁଳା ଜଳେଇକି ଆମେ ତାଙ୍କୁ ବିଦା କରିବୁ। ମାନେ ସୁନିଶ୍ଚିତ କମେଣ୍ଟରେ ଜଣାନ୍ତୁ ଯେ କଟକରେ କେମିତି ଶାନ୍ତିକୁ ଆମେ ବଜାୟ ରଖିବା ଏବଂ ଯେଉଁ ରାହାଙ୍ଗିଆ ମୁସଲିମ ମାନେ ରହିଛନ୍ତି ତାକୁ କେମିତି ଆମେ କଟକରୁ ବିଦା କରିବା ସେ ବିଷୟରେ ଆପଣମାନେ ମଧ୍ୟ ଆପଣଙ୍କ ମତ ଦିଅନ୍ତୁ। ରହୁଛି ୟୁଏସ୍ ପ୍ରାଇମ୍ ଲାଇଭ୍, ଉତ୍ତମ କୁମାର ଦାସ, ଭୁବନେଶ୍ୱର।